ବିଜୟ ମହାପାତ୍ରଙ୍କର ପୁଅକୁ ଦଳରୁ ବହିଷ୍କାର କରାଯାଇଛି। ଆମେ ଜାଣିପାରୁନୁ ବିଜୟ ମହାପାତ୍ରଙ୍କର ଷ୍ଟେଟମେଣ୍ଟ ଆମେ ଆଜି ଦେଖୁଥିଲୁ, ସେ ବାରମ୍ବାର ଗୋଟେ ଭୁଲ ଜିନିଷ ଲୋକଙ୍କୁ ମେସେଜ ଦଉଛନ୍ତି। ଯଦି ଯୋଉ ବିଜୟ ମହାପାତ୍ର ଆଜି ମହମ୍ମଦ ମୁକିମ ସାଙ୍ଗରେ ମିଶିକି ନୂଆ ଦଳ ଗଢିବା ପାଇଁ ସ୍ଥିର କରୁଛନ୍ତି, ନିଜେ ଗୋଟେ ଦଳ ରହିବେ, ତାଙ୍କ ପୁଅକୁ ଆଉ ଗୋଟେ ଆଞ୍ଚଳିକ ଦଳକୁ ପଠେଇବେ, ଇଏ କିଭଳି ମାନସିକତା। ଦ୍ୱିତୀୟ ଜିନିଷ ହଉଛି, ଯୋଉ ବିଜୟ ମହାପାତ୍ର ଗଲା 2009 କୁହନ୍ତୁ, 2014 କୁହନ୍ତୁ, 2019 କୁହନ୍ତୁ, ବାରମ୍ବାର ଭାରତୀୟ ଜନତା ପାର୍ଟିରୁ ନିର୍ବାଚନ ଲଢୁଥିଲେ ଏବଂ ଗୋଟିଏ କଥା ବିଜୟ ମହାପାତ୍ର କହି ଆସୁଥିଲେ ଯେ ଆଗାମୀ ନିର୍ବାଚନ ଏକ ନିର୍ଣ୍ଣାୟକ ଭୂମିକା ହବ। ଆପଣ ଦେଖିଥିବେ ବିଜୟ ମହାପାତ୍ର ଯେତେବେଳେ ଆପଣଙ୍କ ଟିଭିରେ ବସନ୍ତି, କୋଉଠି 1-to-1 ରେ ବସନ୍ତି, ଖୋଲା କଥାରେ ବସନ୍ତି, ସବୁବେଳେ କୁହନ୍ତି ଗୋଟିଏ ଡାଇଲଗ ଯେ ଆଗାମୀ ନିର୍ବାଚନ ଏକ ନିର୍ଣ୍ଣାୟକ ଭୂମିକା ନେବ। ଯଦି ଆଗାମୀ ନିର୍ବାଚନ ନିର୍ଣ୍ଣାୟକ ଭୂମିକା ନେଉଥିଲା, 2024 ପରେ ବିଜୁ ମହାପାତ୍ର ମଧ୍ୟ ବୁଲି ବୁଲି ସବୁ ଗଣମାଧ୍ୟମରେ କୁହନ୍ତି ଯେ ଆଗାମୀ, ମୁଁ ସେତେବେଳେ କହିଥିଲି ଯେ ଏଇ ନିର୍ବାଚନ ନିର୍ଣ୍ଣାୟକ ଭୂମିକା ହବ, ନିର୍ଣ୍ଣାୟକ ଭୂମିକା ନେବ, ତାହେଲେ ଆପଣ ନିର୍ଣ୍ଣାୟକ ଭୂମିକା ନେଉଥିବା ନିର୍ବାଚନ ବିରୁଦ୍ଧରେ ଆପଣଙ୍କ ପୁଅକୁ କେମିତି ବିଜେଡିରୁ ଟିକେଟ ଦେଲେ? ଆପଣ ତ କହୁଥିଲେ ଯେ ବିଜେଡି ହାରିବ, ବିଜେଡି ସର୍ବନାଶ ହେଇଯିବ, ବିଜେପି ସରକାରକୁ ଆସିବ, ଆପଣ ଜାଣିଥିଲେ। ଆପଣ ଜାଣିଲା ପରେ କେମିତି ନିଜ ପୁଅକୁ ବିଜେଡିକୁ ପଠାଉଥିଲେ? ଯୋଉ ନବୀନ ପଟ୍ଟନାୟକ ବିଜୁ ମହାପାତ୍ରକୁ ଛୁରାଘାତ କରିଥିଲେ, ସେ ନବୀନ ପଟ୍ଟନାୟକ ବିଜୁ ମହାପାତ୍ର କେମିତି ବିଶ୍ୱାସ କଲେ? ତାଙ୍କ ପୁଅ କେମିତି ପଠେଇଲେ? ଆଜି ଆସିକି ବାହାଦୁରୀ ମାରି କହୁଛନ୍ତି ଯେ ନାଇଁ, ମୁଁ ଜାଣିକି ଆଚମ୍ବିତ ହେଇଯାଉଛି, କଣ ଘଟୁଛି। ଆମର କହିବା କଥା, ପାଟକୁରା ବାସୀଙ୍କୁ ଯୋଉ ମିଛ ମେସେଜ ଦଉଛନ୍ତି ବିଜୟ ମହାପାତ୍ର, ଏଥିରୁ ନିବୃତ୍ତ ରୁହନ୍ତୁ।